ସାଙ୍ଗମାନେ ଆଜି କରିବା ତାଳ ବରା ବା ତାଳ ଗୁଲୁଗୁଲା। କେହି କେହି ୟାକୁ ତାଳ ବରା କୁହନ୍ତି, କିନ୍ତୁ ଆମେ ଯେତେବେଳେ ଛୋଟ ଥିଲୁ ଆମେ ୟାକୁ ତାଳ ଗୁଲୁଗୁଲା କହୁ। ପାଚିଲା ତାଳରୁ ଭଲ ଭାବେ ରସକୁ ବାହାର କରିଦେବା। ସେଥିରେ ସ୍ୱାଦ ଅନୁଯାୟୀ ଲୁଣ ଦେଇକି ଆମେ ଗୋଟେ ମୋଟା କଡ଼େଇରେ ଗ୍ୟାସ୍ ଉପରେ ବସାଇଦେବା ସିଝିବା ପାଇଁ। ଏଇଠି ଗୋଟେ କଥା, ଯଦି ତାଳ ବେଶୀ ମିଠା ନଥାଏ ତାହେଲେ ଆମେ ଏଥିରେ କିଛି ଚିନି ଦେଇପାରିବା। ମିଠା ତାଳ ବ୍ୟବହାର କରିଛି, ସେଥିପାଇଁ ଏଥିରେ ଚିନି ଦେଉନାହିଁ। ଗ୍ୟାସ୍କୁ ମିଡ଼ିୟମରେ ରଖିକି ଏମିତି ଭଲ ଭାବରେ ସିଝିବା ପାଇଁ ଆମେ 10ରୁ 15 ମିନିଟ୍ ଛାଡ଼ିଦେବା। ଭଲ ଭାବେ ସିଝିବା ପାଇଁ ମଝିରେ ମଝିରେ ଘାଣ୍ଟି ଦେବା। ମଣ୍ଡି ଭଲ ଭାବେ ସିଝିଗଲା ପରେ ମୁଁ ତାକୁ ଏମିତି 2 ଭାଗ କରିକି ରଖିଦେଇଛି, କାରଣ ଗୋଟେ ଥର ପାଇଁ ମୋତେ ଅଧିକା ମଣ୍ଡି ହେଇଯାଉଛି। ମଣ୍ଡି ଭଲ ଭାବେ ଥଣ୍ଡା ହେଇସାରିଲା ପରେ ସେଥିରେ ଚାଉଳ ଗୁଣ୍ଡକୁ ପକାଇଦେବା ଆଉ ଭଲ ଭାବେ ତାକୁ ହାତରେ ଗୋଳେଇଦେବା। ଅଳ୍ପ ଅଳ୍ପ କରିକି ଚୁନା ଦେଉଛି, କାରଣ ଏକାଥରେ ଦେଲେ କିଛି ଜାଣି ହେବ ନାହିଁ, ଅଧିକ ଚୁନା ହେଇଯିବ। ଚୁନା ଦେଇ ସାରିଲା ପରେ ହାତରେ ଭଲ ଭାବେ ଗୋଳେଇଦେବା। ଏତିକି କଲା ପରେ ଆମର ତାଳ ପିଠଉ ରେଡ଼ି ହେଇଗଲା। ଏବେ ଗ୍ୟାସରେ ତେଲକୁ ବସେଇକି ଭଲ ଭାବେ ତେଲକୁ ଗରମ ହେବା ପାଇଁ ଛାଡ଼ିଦେବା। ଆଉ ତେଲ ଗରମ ହେଇଯିବା ପରେ ଭଲ ଭାବେ ତାଳ ବରା ଗୁଡ଼ିକ ସିଝିବା ପାଇଁ ତେଲରେ ଆମେ ଏମିତି ଲାଲ ହେବା ପର୍ଯ୍ୟନ୍ତ ଛାଡ଼ିଦେବା। ଏତିକି ହେଇଗଲା ପରେ ଆମର ରେଡ଼ି ହେଇଗଲା ତାଳ ଗୁଲୁଗୁଲା। ଏଇ ତାଳ ସିଜିନରେ ଆଉ ଡେରି ନକରି ଶୀଘ୍ର ଶୀଘ୍ର ତାଳ ଆଣି ଏମିତି ଛାଣିକି ତାଳ ଗୁଲୁଗୁଲା ଖାଆନ୍ତୁ, କାରଣ ତାଳ ଥରେ ସରିଗଲେ ପୁଣି ଆର ବର୍ଷକୁ।